ओम समस्तंकु मोर नमस्कार। ओम गुरु ब्रह्मा गुरु विष्णु गुरुदेव महेश्वर गुरुः साक्षात् परं ब्रह्म तस्मै श्री गुरवे नमः। आज होची पुण्य पवित्र जागर रे प्रभु देवदेव महादेवंकर पवित्र ग्रंथ पवित्र पुराण शैव पुराण व शिव पुराण आरंभ करा जाउची। आपण माननकु मो तरफरु अनेक कोटि प्रणाम। आपण माने शिव पुराण दैनिक चैनल माध्यम शुणिबे, जो पुराण एवं किछि व्याख्या रही। यदि वा संपूर्ण व्याख्या करा जिवो नाही, सम्यक व्याख्या रहिबो एवं पुराण चले। शिव पुराण प्रथम खंडरी नैमिषा अरण्य रे ऋषि माने यज्ञ करिबा समय ब्रह्मांक पुत्र सनत कुमार प्रवेश करिछ। शुण आहे सुज्ञ जने देई मन कर्ण, शिव पुराण गाथा मु करिबी वर्णन। अतिर समय एही ग्रंथ जिओटई, शुणिले कर्ण पाप ताप जीव धोई। नैमिषा अरण्ये मिली सर्व ऋषि गण, आरंभ करिले एक यज्ञ सेठा बेण। वेद व्यास सनक सौनक त्रियादि, ऋषि गण माने मिलिले को यज्ञ विधि। पवित्र मनरे यज्ञ गव्य घृत द्यन्ते, निर्धूम नल शिखा उठिला तुरिते। मंत्र पढ़ी घृत ढालु थांती ऋषिवर, ओंकार वेद नादरे कंपिला त्रिपुर। जेते देवा देवी रही छंती तिनी पुरे, सभिंक नाम रे हबि देले ऋषिवरे। हबि पाइण देवता गण तुष्ट हेले, जे जहा पुरकु सुखे बाहुड़ीण गले। से यज्ञ शेषे सकल ऋषि मेल होई, बसी व्यास मुखु शास्त्र शुणु थांती तही। हेमंत समये तही आसी धातिकार, मिलिले कधाता सुत सनत कुमार। रसाणीला स्वर्ण प्राये राजे तांक कांति, दिव्य तेजरे आलोक देउछंती क्षिति। ताहांकु देखिन तही सर्व ऋषि गण, समादरे बसाइले आसने तक्षण। बोइले बड़ सौभाग्य ओटई आंभर, दर्शन करिलु स्वयं धातांक कुमार। एही परी कहिण जे सर्व ऋषि गण, कुशल वार्ता पुछिले ताहांकर पुन। समस्त विषय तांक ठारु शुणी तही, बेढ़ी बसिले चौदिगे हर्ष होई। बोइले अनेक दिन हेला आंभ माने, तब कथा भाबुथिली बसी मने मने। आंभ मन कथा जानी ठिकणा बेलरे, मिली जाई अछ देव आशीष मुखरे। तुम्भे अट जे सर्वज्ञ दैव पुरुष,
ଭୂତ ଭବିଷ୍ୟ ତ୍ରିକାଳ ଜାଣଟି ଅବଶ୍ୟ ପୁଣି ଦେବ ଦେବ ମହାଦେବଙ୍କୁ ଭଜିଣ ପ୍ରାପତ ହୋଇଛ ସର୍ବବିଦ୍ୟାରେ ନିପୁଣ ଚାରି ବେଦ ସହିତରେ ଷଡ଼ଶାସ୍ତ୍ର ମାନ ବ୍ୟାକରଣ ଆଦି ଜାଣିଅଛ ବ୍ରହ୍ମଜ୍ଞାନ ସମସ୍ତ ଶାସ୍ତ୍ରରେ ଯେଣୁ ଅଟ ଧୁରନ୍ଧର ପଚାରିବୁ ଏହି କଥା ଭାବିଛୁ ମନର ଶିବ ପୁରାଣ ଅଟଇ ବ୍ରହ୍ମାଣ୍ଡରେ ସାର ପୁରୀ ରହିଅଛି ସର୍ବଜ୍ଞାନତା ମଧ୍ୟର ସେ ଯୋଗେ ଇଚ୍ଛା କରିଛୁ ଶୁଣିବା ନିମନ୍ତେ ଦୟାକରି ପ୍ରକାଶ କରନ୍ତୁ ସୁଚିତେ ଏପରି କୁହନ୍ତେ ଧାତା କୁମର କୁରୁଷି ସନତ କୁମାର କହିଲେ ହସି ହସି। ଯେତେବେଳେ ଆମେ ଶିବପୁରାଣ ଭିତରକୁ ପ୍ରବେଶ କରୁଛେ ଶିବପୁରାଣ ଭିତରେ ଅନେକ କଥା ରହିଛି ଯାହା ବର୍ତ୍ତମାନ ଶରତ କୁମାର କହିବେ। ଋଷିମାନେ ଦେବତାମାନେ ପଚାରୁଛନ୍ତି ସନତ କୁମାର ବର୍ତ୍ତମାନ ତାଙ୍କୁ କହିବେ କ'ଣ କହୁଛନ୍ତି। କହୁଅଛି ସୁଚିତ୍ତରେ ଶୁଣ ଋଷିବର ଅତି ଗହନ ଅଟଇ ଏହୁ ସମାଚାର ଶିବ ବୋଲି କରି ଅଟେ ଯେ ଦୁଇ ଅକ୍ଷର ତିନି ଭୁବନ ମଧ୍ୟରେ ଅଟଇ ଯେ ସାର ତାହାଙ୍କ ଚରିତ ଲେଖା ଅଛି ଯେ ଶାସ୍ତ୍ରରେ ଅତି ହିଁ ପବିତ୍ର ଅଟେ ପୁରାଣ ମଧ୍ୟରେ ତାହା ଭକତିରେ ଯେହୁ କରିଣ ଶ୍ରବଣ ପାପ ତାପ ତା ଅଙ୍ଗରୁ ହେବ ନିବାରଣ ଅନ୍ତକାଳେ ଯମଦଣ୍ଡୁ ହୋଇବ ନିସ୍ତାର ଡରେ କାଳ ଦୂତେ ନ ଆସିବେ ପାଶ ତାର ଦିବ୍ୟ ରଥେ ବସି ତ୍ରିଦଣ୍ଡକୁ ଯେ ଗମିବ ଦେବତାମାନଙ୍କ ସଙ୍ଗରେ ସେ ଯେ ଗଣା ହେବ ରମଣୀ ଗଣେ ଯଦ୍ୟପି ଏ ଗ୍ରନ୍ଥ ଶୁଣିବେ ପୁତ୍ରପତି ଘେନି ସୁଖେ କାଳ କଟାଇବେ ବୈଧବ୍ୟ ଯନ୍ତ୍ରଣାରୁ ସେ ହୋଇବେ ମୁକ୍ତ ସତୀ ଶିରୋମଣି ବୋଲି ବୋଲିବେ ଜଗତ ପତି ସହ ଭାଗିନୀ ସେ ହୋଇବ ତତ୍କାଳ ବୈକୁଣ୍ଠପୁରେ ବସିବେ ଯାଇ ଶେଷ କାଳ ଏମନ୍ତ ଅଟଇ ଯେଉଁ ଶାସ୍ତ୍ରର ମହତ୍ଵ ତାହା ଶୁଣିବାକୁ ବଳି ଅଛି ତବ ଚିତ୍ତ ତେଣୁ ଅତି ହିଁ ସୌଭାଗ୍ୟବନ୍ତ ତୁମ୍ଭେମାନେ ସମାନ ହୋଇବେ ତବ ସଙ୍ଗେ ତ୍ରିଭୁବନେ ମାତ୍ର କିଞ୍ଚିତରେ ପିତାଙ୍କ ଛାମୁରେ ମୋହି ଯାହା ଶୁଣିଅଛି ତାହା ବ୍ୟାଖ୍ୟା କରିବଇଁ ନିଶ୍ଚଳ ଚିତ୍ତରେ ସର୍ବେ ବସ ଏକ ସ୍ଥାନେ ଏ ଶୁଭ ମୁହୂର୍ତ୍ତେ ଗ୍ରନ୍ଥ କରିବି ଗାୟନ ଏହା କହି ଧାତା ସୁତ ସନତ କୁମାର ଆରମ୍ଭିଲେ ଶିବ କଥା କହେ କ୍ଷେତ୍ର ଛାର। ଶିବପୁରାଣ ଯେଉଁମାନେ ଶ୍ରବଣ କରନ୍ତି ସେମାନଙ୍କୁ କେବେ ହେଲେ ମଧ୍ୟ ଯମଦଣ୍ଡ ଭୋଗିବାକୁ ପଡ଼େ ନାହିଁ। ଜନ୍ମ ଅଛି ମୃତ୍ୟୁ ଅଛି କିନ୍ତୁ ମୃତ୍ୟୁ ଅନେକ ପ୍ରକାର ରହିଛି କଷ୍ଟ ପାଇ ରୋଗରେ ଘାଣ୍ଟି ହେଇ ମୃତ୍ୟୁବରଣ କରିବା ସୁଖରେ ମୃତ୍ୟୁବରଣ କରିବା ଭିନ୍ନ। ଆପଣମାନେ ଦେଖିଥିବେ ଜାଣୁଥିବେ ଶୁଣୁଥିବେ ଯେ ଲୋକଟି ବସିଥିଲା ସେଠି ଗଡ଼ି ପଡ଼ିଲା ଏବଂ ତାର ଜୀବନ ଚାଲିଗଲା ତାହା ହିଁ ତ ସୁଖ ମୃତ୍ୟୁ ଆଜ୍ଞା। ଅନ୍ୟରେ ଆପଣମାନେ ଶୁଣିଥିବେ ମଧ୍ୟ
ଲୋକଟି ମଳମୂତ୍ର ଭିତରେ ଅନେକ ଦିନ ଧରି ଘାଣ୍ଟି ହେଉଛି, କଷ୍ଟ ପାଉଛି, କିନ୍ତୁ ତାର ଜୀବନ ଯାଉନି। ତେଣୁ ଯିବ ତ ଯିବ, ଆଜି ନହେଲେ କାଲି ଯିବ। ଆମର କୁହାଯାଇଛି ପୁନରପି ଜନମମ୍ ପୁନରପି ମରଣମ୍ ପୁନରପି ଜନନୀ ଜଠରି ଶୟନଂ ଭଜ ଗୋବିନ୍ଦଂ ଗୋବିନ୍ଦଂ ଭଜ ମୂଢ଼ମତି। ଏହା ହିଁ ମୂଳ କଥା। ତେଣୁ ଜନ୍ମ ଅଛି ତ ମୃତ୍ୟୁ ଅଛି। ତେଣୁ ଧର୍ମର ମହତ୍ଵ ସବୁବେଳେ ରହିଛି, ରହିଥିଲା ଏବଂ ରହିବ ମଧ୍ୟ। ଧର୍ମ ଚାରି ଯୁଗେ ସତ୍ୟ, ଧର୍ମ କେବେ ଅସତ୍ୟ ହୁଏନି କି ହେବ ନାହିଁ। ତାହେଲେ ସନତ କୁମାର ଧର୍ମ ବିଷୟରେ କ'ଣ କହୁଛନ୍ତି? ତାହେଲେ ସନତ କୁମାର ବ୍ରହ୍ମାଙ୍କର ପୁତ୍ର ସନତ କୁମାର ବ୍ରହ୍ମାଙ୍କ ସୁତ ସନତ ହୋଇ ଆନନ୍ଦିତ, ବଖାଣିଲେ ତହିଁ ଶିବ ପୁରାଣ ଚରିତ। ବୋଇଲେ ଶୁଣନ୍ତୁ ଆହେ ସର୍ବ ଋଷିଗଣ, ପ୍ରଥମେ କହିବା ଧର୍ମ ପଥ ବିବରଣ। ସତ୍ୟ ଧର୍ମରେ ଚାଳିତ ହୁଏ ଯେଉଁ ଜନ, ତାହାକୁ ଦେଖିଲେ ଭୟ କରଇ ସମନ। ଅନ୍ତକାଳେ ଦିବ୍ୟ ଲୋକେ ଯାଇଣ ବସଇ, ସବୁଠାରୁ ସତ୍ୟ ଧର୍ମ ଶ୍ରେଷ୍ଠ ଯେ ଅଟଇ। ଅଧର୍ମ ଜନଙ୍କ ମୁଖ କରିଲେ ଦର୍ଶନ, ଶିବାଳୟେ ଗଲେ ପାପ ହୋଇବ ଖଣ୍ଡନ। ପାପୀଗଣଙ୍କ ମଧ୍ୟରେ ଶ୍ରେଷ୍ଠ ସେ ବୋଲାଇ, ମୃତ୍ୟୁ ଅନ୍ତେ ଚୌରବ ନରକେ ପଡ଼ଇ। ତେଣୁ ଆଗ ଧର୍ମାଧର୍ମ କରିବ ବିଚାର, ତାପରେ ଆନ ଚରିତ କହିବି ଏଠାର। ତାହେଲେ ସନତ କୁମାର କହୁଛନ୍ତି ଯେ ପ୍ରଥମେ ହେଉଛି ଧର୍ମ। ଇଏ ଧର୍ମରେ ସବୁବେଳେ ଚାଲିଥାଏ। ଆପଣମାନେ ମନ୍ଦିରକୁ ଯାଉଛନ୍ତି, ଧର୍ମ କରୁଛନ୍ତି। ଧନ ଅର୍ଜନେ ଧର୍ମ କରି ଧର୍ମେ ପ୍ରାପତ ନରହରି। ତେଣୁ ଧନ ଥାଉ ନଥାଉ ଆମେ ଧର୍ମ କରିବା, ଧର୍ମରୁ କେବେ ବି ବାଦ ପଡ଼ିବା ନାହିଁ। ଧର୍ମ ଚାରି ଯୁଗେ ସତ୍ୟ, ସେ କେବେ ଅସତ୍ୟ ହୁଏନି ଆଜ୍ଞା। ଅନେକ ଲୋକ କହନ୍ତି ଧର୍ମ ନାହିଁ, ଧର୍ମ ଥିଲେ ଏମିତି ହୁଅନ୍ତା ନାହିଁ। ସେ ଚୋରି କରୁଛି, ସେ ମନ୍ଦିରରୁ ଚୋରି କରିକି ନେଇଗଲା, ଧର୍ମ ନାହିଁ। ଧର୍ମ ଥିଲେ ଧର୍ମ ଦେଖେଇଥାନ୍ତା। ନାଇଁ ଆଜ୍ଞା, ଧର୍ମ ଅଛି ନା, ଧର୍ମ ଅଛି, ଧର୍ମ ଦେଖେଇବ। ଆମେ ସେଇ ସମୟକୁ ଅପେକ୍ଷା କରିବା। ସମୟ ଅନୁସାରେ ନିଶ୍ଚିତ ତାର ଦଣ୍ଡ ତାକୁ ମିଳିବ। ଯିଏ କହେ କାହିଁ କିଏ ଦେଖୁଛି, ଆଜ୍ଞା ଦେଖୁଛନ୍ତି। କହନ୍ତି ମଲେ ନର୍କ ଭୋଗିବୁ, ଆଜ୍ଞା ନର୍କ ମଲେ ଭୋଗିବୁନୁ, ଏଇଠି ଭୋଗିକି ଯିବାକୁ ପଡ଼ିବ। ଯଦି ଧର୍ମ ସତ୍ୟ ଆମେ କହୁଛେ, ଲୋକଟି ଘାଣ୍ଟି ହେଉଛି, ତାହା ହିଁ ତାର ପାପର ଫଳ। ଯେଉଁ ମଳ ଭିତରେ ଘାଣ୍ଟି ହେଉଛି, ତାହା ହିଁ ନର୍କ ଯନ୍ତ୍ରଣା। ନର୍କ ଯନ୍ତ୍ରଣା ଆଉ କେଉଁଠି ନାହିଁ ଆଜ୍ଞା, ଏଇଠି ହିଁ ନର୍କ, ଏଇଠି ଭୋଗ କରିକି ଯିବାକୁ ପଡ଼ିବ। ତେଣୁ ସନତ କୁମାର ବୁଝେଇ ଦେଉଛନ୍ତି। ତାହେଲେ ସନତ କୁମାରଙ୍କ କଥା ଶୁଣି ଋଷିମାନେ କହୁଛନ୍ତି, କ'ଣ କହୁଛନ୍ତି? ସନତ କୁମାର ବାଣୀ ଶୁଣି ଋଷିଗଣ,
ପ୍ରେମ ଗଦ ଗଦେ ତାଙ୍କୁ ବୁଝିଲେ ତକ୍ଷଣ। ଆହେ ମହାମୁନି ଧର୍ମା ଧର୍ମ ବିବରଣ। ଶୁଣିବାକୁ ବଳି ଅଛି ଶ୍ରଦ୍ଧା ଯେ ମନେଣ। କେବଳ ଠାରୁ ସେ ଧର୍ମ ହୋଇଲା ଉତ୍ପତ୍ତି। ତାହା ବିସ୍ତାରିଣ ପ୍ରକାଶନ୍ତୁ ବ୍ରହ୍ମଜ୍ୟୋତି। ଏତିକି ମାତର ଅଟେ ଗୁହାରି ଆମ୍ଭର। ଦୟା କରିଣ କୁହନ୍ତୁ ଧାତାଙ୍କ ମୋର। ଋଷିମାନେ ପଚାରିଲେ, କହିଲେ ଯେଉଁ ଧର୍ମ ବୋଲି କଥା କହିଲେ, ଇଏ ଧର୍ମ କ'ଣ? ଧର୍ମ କଥା ଟିକେ କହନ୍ତୁ। ଧର୍ମଟା କେବେ ଉତ୍ପତ୍ତି ହେଲା, କେଉଁଠୁ ଆସିଲା, ତା ଘର କେଉଁଠି, ତାକୁ କିଏ ଆଣିଲା, କେଉଁଠୁ ଆସିଲା, ଟିକେ କହନ୍ତୁ। ଯଦି ଧର୍ମ କଥା କହିଲେ, ତାହେଲେ ସନତ କୁମାର ଋଷିମାନଙ୍କ କଥା ଶୁଣିକିରି କହୁଛନ୍ତି, ଋଷିଗଣଙ୍କ ବଚନେ ସନତ କୁମାର। ବୋଇଲେ ଶୁଣନ୍ତୁ ଧର୍ମା ଧର୍ମର ବିଚାର। ଅତି ନିଗମ ବଚନ ଅଟଇ ଯେହି। ଏକମାତ୍ର ସଦାଶିବ ଭେଦିଥିଲେ ତହିଁ। ପିତାଙ୍କ ମୁଖରୁ ଆମ୍ଭେ କରିଣ ଶ୍ରବଣ। ଦିନେ ପରୀକ୍ଷା କରିବା ନିମନ୍ତେ ଭାବିଣ। ପ୍ରବେଶ ହୋଇଲୁ ଯାଇ ଜନ୍ତୁପତିପୁର। ସିଂହାସନେ ବସିଥିଲେ କାଳଦଣ୍ଡଧର। ଆମ୍ଭଙ୍କୁ ଦେଖନ୍ତେ ସେହୁ ବହୁମାନ୍ୟ କଲେ। ପାଦ ଧୌତ କରି ଦିବ୍ୟାସନେ ବସାଇଲେ। ଭଲ ମନ୍ଦ ସମାଚାର ଆମ୍ଭଙ୍କୁ ପୁଛିଣ। ଦେଖାଇଲେ ସଞ୍ଜୀବନୀ ପୁର ବୁଲାଇଣ। କି କହିବି ସେ ବେଳର ଦୃଶ୍ୟ ଗୋଟି ମୁହିଁ। ନିଜ ନୟନରେ ଯାହା ଯାହା ଦେଖିଛଇଁ। 84 ନର୍କ ସେଠରେ ହୋଇଛି ତିଆର। ପାପୀମାନଙ୍କୁ ପକାଇ ଦଣ୍ଡନ୍ତି ସେଠାର। ନିଜେ ଜନ୍ତୁପତି ସିଂହାସନ ପରେ ଥାଇ। ଯେ ଜନ ଯାଏ ତାହାର ବିଚାର କରଇ। ଆଜ୍ଞା ଦେଖନ୍ତୁ, ସନତ କୁମାର କହୁଛନ୍ତି ଯେ ମୁଁ ଯାଇଥିଲି ଜନ୍ତୁପତି ଯମପୁରକୁ ଯାଇଥିଲି। ଯେତେବେଳେ ଯାଇକି ସବୁ ଦେଖୁଛି, ଜନ୍ତୁପତି ଆମକୁ ଦେଖିଲେ, ଡାକିକି ଦିବ୍ୟ ଆସନରେ ବସେଇଲେ, ପାଦ ଧୋଇଦେଲେ, ଭଲ ମନ୍ଦ ପଚାରିଲେ ଏବଂ ଯାହା ଆଖିରେ ଆମେ ଦେଖିଲୁ 84 ନର୍କ ସେଠାରେ ତିଆରି। 84 ନର୍କରେ ପାପୀମାନେ ଦଣ୍ଡ ପାଉଛନ୍ତି ଏବଂ ପାଖରେ ଚିତ୍ରଗୁପ୍ତ ବସିଛନ୍ତି। କାହିଁକି ନା ଚିତ୍ରଗୁପ୍ତ ବସିକିରି ସବୁ କହୁଛନ୍ତି। କ'ଣ କହୁଛନ୍ତି? ଚିତ୍ରଗୁପ୍ତ ଭଲ ମନ୍ଦ ବାରତା ଜଣାଏ। ଜନ୍ତୁପତି ବିଚାର କରିଣ ଦଣ୍ଡ ଦିଏ। ଧର୍ମାର୍ଥୀମାନଙ୍କୁ ଡରି ଦିଏ ସନମାନ। ଅଧର୍ମୀଙ୍କୁ ବହୁ ଶାସ୍ତି କରଇ ବିଧାନ। ତିଳେ ମାତ୍ର ଦୟା ମାୟା ସେ ଯମର ନାହିଁ। ଅଧର୍ମୀକୁ ଦେଖିଲେ ସେ କାଳାନଳ ହୋଇ। ନୟନ ତରାଟି ଚାହିଁ ଦିଏ ଯେତେବେଳେ। ଭୟେ ଅଧର୍ମୀ ଥରନ୍ତି ଗୋଟା ପଣେ ହେଳେ। ଏସବୁ ଦେଖିଣ ମୁହିଁ ଆଶ୍ଚର୍ଯ୍ୟ ହୋଇଲି। ହଜାର ହଜାର ପାପୀ ସେ ସ୍ଥାନେ ଆସନ୍ତି। ବିଚାର ସରିଲେ ନର୍କେ ଦଣ୍ଡ ଭୋଗ ପାନ୍ତି। ବିଚାର ହେଇଗଲା, ପାଖରେ ବସିଛନ୍ତି ଚିତ୍ରଗୁପ୍ତ। ଚିତ୍ରଗୁପ୍ତ ଭଲ ମନ୍ଦ କଥା କହୁଛନ୍ତି। କ'ଣ ପୁଣ୍ୟ କରିଛି, କ'ଣ ପାପ କରିଛି, କେତେ ପାପ କରିଛି, ସେ କେତେ ଭଲ କାମ କରିଛି। ଏଇ ଭଲ କାମ ମନ୍ଦ କାମର ବିଚାର ହେଲା ପରେ ଯଦି ଭଲ ଅଧିକ ହେଲା, ତାହେଲେ ସିଏ ଅନ୍ୟ ସ୍ଥାନକୁ ଯାଉଛି। ଯଦି ଅଧର୍ମ କରିଛି, ତାହେଲେ ସେ ଦଣ୍ଡ ଭୋଗିବ ଏବଂ ତାକୁ ଜନ୍ତୁପତି ନିଜେ ଦଣ୍ଡ ଦେବେ। ଏଥିରେ ଆଉ କିଛି ଶୁଣାଶୁଣି ନାହିଁ।
ତାହେଲେ ଏହିପରି ଭାବି କେତେ ଦେଖିଥିଲି ମୁହିଁ, ମନେ ମନେ ଯମପୁର କ୍ରୋଧ ହେଲି ମୁହିଁ। ଭାବିଲି ଏ ଯମ ଅଟେ ବଡ଼ାଇ ନିଷ୍ଠୁର, ବିନା ଦୋଷେ ଦଣ୍ଡୁ ଅଛି ବହୁ ନାରୀ ନର। ଏହିପରି ମନେ ମନେ ଭାବନା କରିଣ, ଦେଖିଲି ଆଶ୍ଚର୍ଯ୍ୟ କଥା ଏକେ ସେଠା ବେଣ। ଦିବ୍ୟ ବିମାନ ଆରୋହୀ ଜଣେ ସୁପୁରୁଷ, ଆସୁଥିବାର ଆମ୍ଭଙ୍କୁ ଦୂରୁ ହେଲା ଦୃଶ୍ୟ। ସେ ବିମାନ ଶୋଭା ସମ କେବେ ଜୀବନରେ, ଦେଖି ଯେ ନଥିଲି ମୁହିଁ ବାରସ୍ୱତୀପୁରେ। ହୀରା ନୀଳାରେ ସର୍ବାଙ୍ଗ ହୋଇଛି ଜଡ଼ିତ, ଫର ଫର ହୋଇ ଊର୍ଦ୍ଧ୍ୱେ ଉଡ଼େ ଦିବ୍ୟ ନେତ। ମଣି ମାଣିକ୍ୟ ଝାଲେରି ପତି ପତି ହୋଇ, ଓହଳି ଥାଏ ଚୌଦିଗେ ନେତ୍ର ଝଲସାଇ। ତାହେଲେ କେମିତି ଆସୁଛି ସିଏ? ଅତି ଶୋଭା, ଅତି ସୁନ୍ଦର, ହୀରା ନୀଳାରେ ସର୍ବାଙ୍ଗ ଜଡ଼ିତ ହେଇଛି। ସେ ଆସୁଛି ଦିବ୍ୟ ନେତ, ମଣିମାଣିକ୍ୟ ରେ ଝୁଲୁଛି। ଆଖି ଝଲସେଇ ଦଉଛି। କେଉଁ ପବିତ୍ର ବିନ୍ଧାଣି ଲାଗି କେତେ କାଳ, ଗଢ଼ି ଅଛି ସେ ବିମାନ ଧନ୍ୟତା କୌଶଳ। ସେ ବିମାନ ମଧ୍ୟ ଏକ ରତ୍ନ ସିଂହାସନେ, ବସିଥାଏ ସେ ପୁରୁଷ ଅତି ସୁଶୋଭନେ। ତାହାଙ୍କୁ ଖଣ୍ଡେ ଦୂରରୁ କରି ଦର୍ଶନ, ଉଠିଗଲା ଧର୍ମରାଜ ତେଜି ନ ଆସନ। ବହୁ ଅଭ୍ୟର୍ଥନା କରି ତାଙ୍କୁ ସମାଦରି, କର ଧରି ବସାଇଣ ନେଇଣ ପାଶରି। ତାହେଲେ ଦିବ୍ୟ ସିଂହାସନ ପଡ଼ିଛି, ରତ୍ନ ସିଂହାସନ, ରତ୍ନ ସିଂହାସନରେ ବିଜେ କରୁଛନ୍ତି ସିଏ। ତାଙ୍କୁ ଦେଖିକିରି ଯମରାଜ ଉଠିକି ଗଲେ, ତାଙ୍କ ହାତ ଧରି ଅଭ୍ୟର୍ଥନା କରି ଆଣିକି ସିଂହାସନରେ ବସେଇଲେ। ପୁଣି ବୋଇଲେ ଆଜି ମୋ ଅଟେ ସୁପ୍ରଭାତ, ଆପଣଙ୍କୁ ଦର୍ଶନ କଲା ଯେଣୁ ନେତ୍ର। ଆମ୍ଭେ ସନ ଘଟଣା ଦେଖି ତାହାଙ୍କର, ଧର୍ମରାଜାଙ୍କୁ ବୁଝିଲୁ ତହିଁର ଖବର। ବୋଇଲୁ ଏତେ ଦେବତା ପ୍ରାୟ ନ ଦିଶନ୍ତି, କିମ୍ପାଇଁ ଭୋ ଧର୍ମ ତୁମ୍ଭେ କର ଏତେ ଭକ୍ତି। ଶୁଣି କାଳ ଦଣ୍ଡଧର ହୋଇ ଆନନ୍ଦିତ, ବୋଇଲା ଏହି ଅଟନ୍ତି ମହାଧର୍ମବନ୍ତ। ମର୍ତ୍ତ୍ୟପୁରେ ବାସସ୍ଥାନ ଅଟଇ ୟାଙ୍କର, ତାହାଙ୍କ ଚରିତ ଶୁଣ ମନ କରି ସ୍ଥିର। ଯମରାଜ କହୁଛନ୍ତି ଲୋକଟି ଯେ ଆସିଛି, ଯାହାକୁ ମୁଁ ପାଛୋଟି ନେଲି, ଉଚ୍ଚ ଆସନରେ ନେଇକି ବସେଇଲି, ଇଏ ମର୍ତ୍ତ୍ୟରୁ ଆସିଛନ୍ତି, ମର୍ତ୍ତ୍ୟପୁରରେ ୟାଙ୍କ ଘର। ମହାଧର୍ମବନ୍ତ, ତାହେଲେ ବେଦିସ ନଗର ବୋଲି ରାଜ୍ୟେକ ଅଛଇ, ତହିଁର ରାଜନ ଧରାପାଳ ଏ ଅଟଇ। କିଏ ସେ ଇଏ? ନା ବେଦିସ ନଗରର ଧରାପାଳ। ଯେଉଁ ରୂପେ ଧର୍ମବନ୍ତ ହୋଇଲା ନରେଶ, ଠିକେ ଠିକେ ଶୁଣ ତାହା କରୁଛି ପ୍ରକାଶ। କୈଳାସପୁରେ ଥିଲେ ଜଣେ ଅନୁଚର, ଦିନେ ସେ ମନରେ ବସି କଲା କବିଚାର। ଭାବିଲା ଏ ଶିବ ବଡ଼ କାମୁକ ଅଟନ୍ତି, ତେଣୁ ସବୁବେଳେ ନାରୀ କୋଳେ ଧରିଛନ୍ତି। ଆବର ଏକ ନାରୀକୁ ମୁଣ୍ଡରେ ବସାଇ, ହାସ୍ୟରସ କୌତୁକେ ମାତୁଛନ୍ତି ଏହି। ରମଣୀଙ୍କ ପରେ ବଡ଼ ଶରଧା ତାଙ୍କର, ସେ ଯୋଗେ ନିମିଷେ ନ କରୁଛନ୍ତି ଅନ୍ତର। ମୁଁ ଯେବେ ଦିବ୍ୟ ସୁନ୍ଦର ନାରୀଟିଏ ହେବି, ତା ବଦଳରେ ବହୁତ ବର ପ୍ରାପ୍ତ ହେବି। ତାହେଲେ ସେ କହୁଛନ୍ତି, କ'ଣ କହୁଛନ୍ତି? ଯେ କୈଳାସପୁରରେ ଜଣେ ଅନୁଚର ଥିଲେ,
ଦିନେ ସେ ମନରେ ବସିକିରି ବିଚାର କଲେ, ଭାବିଲେ ଏ ଶିବ ବଡ଼ କାମୁକ। ଏ କେମିତି ନା ସବୁବେଳେ ଗୋଟେ ନାରୀଟାକୁ କୋଳରେ ଧରିକି ବସିଛନ୍ତି, ଗୋଟାକୁ ମୁଣ୍ଡରେ ଧରିଛନ୍ତି। କିଏ ସେ ମା ଗଙ୍ଗା? ହାସ୍ୟ ରସ କୌତୁକରେ ସବୁବେଳେ ଚାଲିଛନ୍ତି। ରମଣୀମାନଙ୍କ ଉପରେ ତାଙ୍କର ଭାରି ଶ୍ରଦ୍ଧା। ତେଣୁ ମୁଁ ଯଦି ନାରୀଟିଏ ହେଇଥାନ୍ତି ତାହେଲେ ମୁଁ ସାନ୍ନିଧ୍ୟ ଲାଭ କରନ୍ତି। ତେଣୁ ଏକଥା ମନରେ ବିଚାରନ୍ତି ଅନୁଚର, ଯୋଗ ମାୟା ଭବାନୀ ଯେ ଜାଣିଲେ ସତ୍ୱର। ଭବାନୀ ଜାଣିଗଲେ, ଯୋଗ ମାୟା ସିଏ ସବୁ କଥା ଜାଣିପାରନ୍ତି। ମା ଯୋଗ ମାୟା ଯୋଗ ବଳରେ ସବୁ ଜାଣିପାରନ୍ତି। ତେଣୁ ତାଙ୍କୁ ଆଉ କେଉଁଟା ଅଛପା। ଆମର କୁହାଯାଇଛି ଯେ ଆମେ କହୁଛି ସେ ତାକୁ ବେଶୀ ସ୍ନେହ କରୁଛନ୍ତି, ମୋତେ ବେଶୀ ସ୍ନେହ କରୁଛନ୍ତି। ଆଜ୍ଞା ଯେଉଁଠି ଯୋଡ଼ିଏ ସ୍ତ୍ରୀ ଥିବେ ଯାହାର, ଜଣଙ୍କ କଥା ଶୁଣିଲେ ଆଉ ଜଣେ ରାଗି ଯାଉଥିବ, ଆର ଜଣଙ୍କ କଥା ଶୁଣିବା ପ୍ରଥମ ଜଣକ ରାଗି ଯାଉଥିବ। ଆଜ୍ଞା ଏମିତି ହୁଏ, କିନ୍ତୁ ଶିବଙ୍କ ପାଖରେ ସେ ତାହାର ସ୍ଥାନ ନାହିଁ। କାରଣ ସିଏ ହେଉଛନ୍ତି ଦେବ ଦେବୋତ୍ତମ ଦେବତା, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ଦେବତା, ଦେବଦେବ ମହାଦେବ। ତାହେଲେ କ'ଣ କହୁଛନ୍ତି ଯୋଗମାୟା? ତକ୍ଷଣେ କ୍ରୋଧରେ ମାତ ହୋଇ ଜର ଜର, ସାପ ଦେଲେ ଶୃଗାଳୁ ତୋ ହୁଅରେ ପାମର। ମା ତାଙ୍କୁ ଅଭିଶାପ ଦେଇଦେଲେ, ତୁ ଶୃଗାଳ ହେଇଯା, ଦେବଦେବ ମହାଦେବଙ୍କୁ ତୁ ନିଚ ମଣି। କାମୁକ ବୋଲି ମନରେ ଭାବିଲୁ ଏ କ୍ଷଣି, ଯାର କ୍ରୋଧା ନଳେ କାମ ଗଲା ଭସ୍ମ ହୋଇ। ବ୍ରହ୍ମଚର୍ଯ୍ୟ ପାଳି ସେହି ଯୋଗୀଛନ୍ତି ହୋଇ, ତାହାଙ୍କୁ ଉତ୍ତର ଯେଣୁ ମଣିଲୁ ତୁ ମନ, ତାର ପ୍ରତିଫଳ ଭୋଗୁଥାଅ ସବୁଦିନ। ତାହେଲେ ତାଙ୍କୁ ଅଭିଶାପ ଦେଇଦେଲେ। କ'ଣ ଅଭିଶାପ ଦେଲେ? ନା ଆଜିଠୁ ତୁ ଶୃଗାଳ ଜନ୍ମ ଲାଭ କର, ଶୃଗାଳ ହେଇକି ବୁଲିବୁ। ଦେବଦେବ ମହାଦେବଙ୍କୁ ତୁ କାମୁକ ବୋଲି ଭାବିଲୁ। ଆରେ ସେ ବ୍ରହ୍ମଚର୍ଯ୍ୟ ପାଳି ଯୋଗୀ ହେଇଛନ୍ତି, ତାଙ୍କୁ କେହି ଯୋଗୀ କରିଦେଇନାହାନ୍ତି, ସେ ନିଜେ ଯୋଗୀ ହେଇଛନ୍ତି। ବ୍ରହ୍ମଚର୍ଯ୍ୟ ବ୍ରହ୍ମମ୍ ଆଚରୟତି ଯଃ ସଃ ବ୍ରହ୍ମଚାରୀ, ବ୍ରହ୍ମକୁ ଆଚରଣ କରିଛନ୍ତି। ତେଣୁ ଆଜି ତ ସମୟ ହେଇଯାଇଛି, ଏଠି ବିରାମ ନେବା। କାଲି ପୁଣି ଆରମ୍ଭ କରିବା ଶିବପୁରାଣ। ଓಂ ନମଃ ଶିବାୟ, ଓಂ ନମଃ ଶିବାୟ, ଓಂ ନମଃ ଶିବାୟ।